ଆପଣମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଏବଂ ଧନ୍ୟବାଦ। ଉପନ୍ୟାସ ନୀରବତା ପ୍ରେମ କାହାଣୀ ଦୁଇ ହୃଦୟର ଭାଗ 7। ପୂର୍ବରୁ ଶୁଣିଥିଲେ ପଲକ ଜଏନ୍ କରିଛି ମେକାନିକାଲ ବ୍ରାଞ୍ଚରେ। ତାର ଏହି କଥା ଶୁଣି ଆକାଶ ବହୁତ ଜୋର ଭାବେ ରାଗି ଯାଇଥିଲେ ବି ପର ମୁହୂର୍ତ୍ତରେ ବୁଝି ଯାଇଛନ୍ତି, ନିଜକୁ ଗର୍ବିତ ମନେ କରିଛନ୍ତି ତାର ଏହି ସଫଳତାକୁ ନେଇ। ତା ସହ ପଲକର ମନ ଦୁଃଖ ବି। ନିଜ ଘରକୁ ଛାଡ଼ି ଚାଲିଯିବ ଆଉ କିଛି ଦିନ ପରେ ହଷ୍ଟେଲ। ଚାଲନ୍ତୁ ଜାଣିବା ଆଗକୁ। ଧୀରେ ଧୀରେ ବିତି ଯାଉଛି ଦିନ। ସେହି ବିତିବା ଦିନ ଭିତରେ ନିଜ ବାପା ମାଆଙ୍କୁ ଛାଡ଼ିଯିବାର କଷ୍ଟ ସହ ମନରେ ଅସରନ୍ତି ଭୟ ତାର ନୂଆ ଭାବେ ଆରମ୍ଭ ହେଉଥିବା କଲେଜ ଜୀବନକୁ ନେଇ। ଭାବୁଥିଲା ପଲକ ଯେମିତି ଫିଲ୍ମରେ ଦେଖାଏ କଲେଜ ଜୀବନୀ ସେମିତି କିଛି ହେଇପାରେ ତା ସହ। କୁଛ କୁଛ ହୋତା ହୈ ଏବଂ ମେ ହୁଁ ନା ଭଳି ଫିଲ୍ମରେ ଦର୍ଶାଯାଇଥିବା ସାମଞ୍ଜସ୍ୟ ଥାଇପାରେ ତାର ଆଗାମୀ ନୂଆ ଭାବେ ଆରମ୍ଭ କରିବାକୁ ଥିବା ଚଳାପଥରେ। ସେହି ସବୁକୁ ଭାବିକରି ହଜିଯାଇଛି ନିଦ। ବିଚଳିତ ମନ। ସେଇଭଳି ଗୀତ ନାଚରେ କେମିତି ବିତିବ ତାର ଦିନ। ଆଉ ଯେଉଁଦିନ ସୁନ୍ଦର ଥିବ ସେ ହେବ ହିରୋଇନ, ଆଉ କିଏ ହିରୋ ଆଉ କିଏ ଭିଲିଆନ? ମନରେ ଅସରନ୍ତି ପ୍ରଶ୍ନ, କିନ୍ତୁ ଉତ୍ତର ନାହିଁ ତାର। ସତରେ ପଲକ ଏତେ ବୋକି ଥିଲା ଯେ ବୁଝି ନଥିଲା ଅବାସ୍ତବ ଜୀବନ ସହ କିଛି ସାମଞ୍ଜସ୍ୟ ନଥାଏ। ବାସ୍ତବ ଜୀବନରେ ବୁଝି ନଥିଲା ସେ। ସେ ସବୁ କାଳ୍ପନିକ, କେବଳ ମନଗଢ଼ା କାହାଣୀ ସହ କିଛି ରୂପରଙ୍ଗ ମିରିଚ ମସଲା ଦେଇ ତିଆରି ହେଇଥାଏ ଏହି ଫିଲ୍ମ। ଆଉ ଯାହାକୁ ସେ ସତ୍ୟ ଭାବୁଛି ଛୋଟବେଳୁ, ତାର ଏହି ଭୁଲ ଧାରଣା ବୋଧେ କଲେଜ ଯିବା ପରେ ଦୂର ହେଇପାରେ। ସେହି ସବୁ ଚିନ୍ତା ଭିତରେ ନିଜ ପରିବାର ସହ ଗୋଟିଏ ଗୋଟିଏ ମୁହୂର୍ତ୍ତକୁ ଭଲରେ ବିତେଇଛି ପଲକ। ଯାହା ପାଇଁ ସଂସାର ଥିଲା ଘରଠାରୁ କଲେଜ, କଲେଜ ଠାରୁ ଟ୍ୟୁସନ ସହ ଘର ପାଖାପାଖି କିଛି ବଜାର ସହ ବଛା ବଛା 3ରୁ 4 ଜଣ ସାଙ୍ଗସାଥୀ। ସେତିକିରେ ସୀମିତ ଥିଲା ପଲକ ଜୀବନ। ଆଉ ସେହି ସୀମିତ ଭିତରେ କେବେ ନିଜ ଘରଠାରୁ ଗୋଟିଏ ଦିନ ବି ଦୂରରେ ରହିନାହିଁ ସେ। ଆଉ ଏଠି 4 ବର୍ଷର ଯାହା ଯାହା 48 ମାସ, 208 ସପ୍ତାହ, 1460 ଦିନ, 35,040 ଘଣ୍ଟା, 210,2400 ମିନିଟ କେମିତି ଦୂରେଇ ରହିପାରିବ ସେ ଏତେ ଦିନ ନିଜ ପରିବାର ଠାରୁ? ସେହି ସବୁକୁ ଭାବି ଭାଙ୍ଗି ପଡ଼ିଥିଲା ହୃଦୟ। ଦେଖୁ ଦେଖୁ ଆସିଯାଇଛି ସମୟ, ପଲକ ଯିବ ନୂଆ ସ୍ଥାନକୁ। ସେହି ଦୁଃଖରେ ସମସ୍ତଙ୍କ ଆଖିରେ ଲୁହ। ଗୋଟିଏ କାର ଦ୍ୱାରା ଆକାଶଙ୍କ ସହ ବାହାରି ପଡ଼ିଛି ପଲକ। ଫାଲ୍ଗୁନୀ ନିଜ ଭଉଣୀ ପାୟଲ ଆଉ ଭାଇକୁ ଧରି କାନ୍ଦି କାନ୍ଦି ବିଦାୟ ଦେଇଛି ସମସ୍ତଙ୍କୁ। ଭୁଲି ପାରିନାହିଁ ତାଙ୍କୁ ସେ। ସେହି କଷ୍ଟରେ ମନେ ପଡ଼ି ଯାଉଥିଲା କିଛି ହସ ଖୁସି ଭରା ମୁହୂର୍ତ୍ତ ସବୁ ଯାହାକୁ ସେ ବିତେଇଛି ନିଜ ଘରେ ରହି। ତାକୁ ଭାବିକରି ଲୁଚିକରି କାର ପଛରେ ବସି ଲୁହ ଗଡ଼େଇ ଚାଲିଛି। ଶେଷରେ ନିଜକୁ ନିଜେ ସମ୍ଭାଳି ବାହାର ପରିବେଶର ମନୋରମ ଦୃଶ୍ୟକୁ ଉପଭୋଗ କରିବା ସମୟରେ ଆଖି ପଡ଼ିଛି ଯାଇଛି ଖୋଲା ଆକାଶରେ ଏଣେ ତେଣେ ହୋଇ ବୁଲୁଥିବା ଖଣ୍ଡ ଖଣ୍ଡ ବାଦଲମାନଙ୍କୁ। ସେହି ବାଦଲ ଖଣ୍ଡ ଦେଖାଯାଉଛି ତାକୁ ପ୍ରେମର ଚିହ୍ନ। ବାରମ୍ବାର ଦେଖାଯାଉଛି ତାକୁ ପାନପତ୍ରର ସଦୃଶ ପ୍ରେମର ବାଦଲ ଖଣ୍ଡ, ଯାହା ଆସୁଛି ଆଉ ଭାଙ୍ଗି ଯାଉଛି ମଧ୍ୟ। ବୁଝିପାରୁନାହିଁ ସେଇଟା ତାର ପରିକଳ୍ପନା ନା ସତ୍ୟ। ଯଦିବା ସେଇଟା ତାର ପରିକଳ୍ପନା, ତାହେଲେ ସେହି ପ୍ରତୀକ ଦେଖାଯାଆନ୍ତା ତାକୁ ଥରେ କି ଦୁଇଥର, କିନ୍ତୁ ଏଠି ତ ଦେଖାଯାଉଛି ବାରମ୍ବାର। ସେହି କଳ୍ପନା ହେଉ କି ସତ୍ୟତା, ଯାହାକୁ ଖୋଲା ଆଖିରେ ଦେଖି ଚାଲିଛି ପ୍ରାୟ ଗୋଟିଏ ଘଣ୍ଟା ହେଲାଣି। ନ ଦେଖିବା ଲୋକ ବିଶ୍ୱାସ କରିବେ ନାହିଁ ପଲକ କଥାକୁ, କିନ୍ତୁ ତା ସହ ଘଟି ଚାଲିଛି ବହୁ ସମୟ ଧରି। ବୁଝି ପାରୁନାହିଁ ସେ ସବୁକୁ। ଏହି ନୂଆ ସ୍ଥାନରେ ନୂଆ ରଙ୍ଗରେ କିଛି ନୂଆ ତାର ଜୀବନକୁ ଆସୁଥିବାର ସଂକେତ ପାଇଲେ ମଧ୍ୟ ସେ ଅବୁଝା। ସେହି ଅବୁଝା ମନରେ ପହଞ୍ଚି ଯାଇଛି ହଷ୍ଟେଲ ସାମ୍ନାରେ। ପଲକ ଲାଜକୁଳୀ ଝିଅ ସହ ଜଲ୍ଦି ମିଳାମିଶା କରି ପାରୁନଥିବାରୁ ଆକାଶଙ୍କ ସହ
ସେହି ହୋଷ୍ଟେଲ ବାହାରେ ପଡ଼ିଥିବା ଚେୟାର ଉପରେ ବସି ରହି ଅପେକ୍ଷା କରିଥିଲା ସେଠିକାର ୱାର୍ଡେନର। କିଛି ସମୟ ଅନ୍ତରାଳ ପରେ ଆସିଥିଲା ମ୍ୟାଡ଼ାମ। ବାପାଙ୍କ ସହ କଥା ହେବା ଭିତରେ ପଲକର ଆଖି ପଡ଼ିଥିଲା କିଛି ଝିଅମାନଙ୍କ ଉପରେ। ତାଙ୍କୁ ଦେଖି ଜାଣିପାରିଥିଲା ସେମାନେ ହେଲେ ତାର ସିନିୟର ଦିଦି। ଭୟ ପାଇ ଆଖି ଚୂରେଇ ନେଇ ଯାଉଥିଲା ତାଙ୍କଠାରୁ। ସେହି ସମୟରେ ମ୍ୟାଡ଼ାମ ପଲକକୁ, ପଲକ ତମେ ଖାଇ ନଥିବ, ଯାଅ ଖାଇବାକୁ ନେଇକରି ସେହି ଦିଦିମାନଙ୍କ ରୁମ୍ରେ ଖାଇଦିଅ। ପଲକ ନିଜ ଖାଇବା ପ୍ଲେଟ୍ରେ ବାଢ଼ି ଦେଇ ଖାଇବାକୁ ନେଇ ବସି ପଡ଼ିଲା ସେହି ଦିଦିମାନଙ୍କ ରୁମ୍ରେ। ସେହି ରୁମ୍ରେ ଜଣେ ନୁହେଁ, ଥିଲେ ସେହି 3-4 ଜଣ ଦିଦି। ମୁହଁକୁ ତଳକୁ କରି ଖାଇବା ନାପସନ୍ଦ ଥିବା ସହ ଅନିଚ୍ଛା ସତ୍ତ୍ୱେ ଧୀରେ ଧୀରେ ଖାଇବା ଚାଲିବା ଭିତରେ ସେହି ଦିଦିମାନଙ୍କ ଭିତରେ ଜଣେ, ତମ ନାମ କ'ଣ? ପଲକ ଧୀରେ କରି ପଲକର ଏହିଭଳି କଥା ଶୁଣି ଜୋର କରି ହସିବାକୁ ଲାଗିଲେ 3 ଜଣ। ଆଉ ପଲକ ବୋକି ଭଳି କିଛି ବୁଝି ନ ପାରି ଦେଖି ଚାଲିଥିଲା ତାଙ୍କୁ। ବୁଝି ପାରୁନଥିଲା ଏଥିରେ କ'ଣ ଅଛି ଯେ ସେମାନେ ହସୁଛନ୍ତି। ଏହି ସମୟରେ ଆଉ ଗୋଟିଏ ଦିଦି, ତୋ ନାଁ ପଲକ? ପୁନର୍ବାର ପାଇଁ ପଲକ, ହଁ। ହସିକରି ସେମାନେ, କ'ଣ ଆଗରେ କିଛି ନାହିଁ କି ପଛରେ କିଛି ନାହିଁ? ବୁଝି ପାରିଥିଲା ପଲକ ତାକୁ ତାର ପୂରା ନାମ କହିବାର ଅଛି ଏଠି। ଧୀରେ କରି ପଲକ ମିଶ୍ର। ପୁନର୍ବାର ପାଇଁ ବହୁତ ଜୋର କରି ହସିକରି ସେମାନେ, ଖାଲି ପଲକ ମିଶ୍ର, ଆଗରେ ତୋର କିଛି ନାହିଁ? କେମିତି ଜାଣିବେ ତୁ ମାଇ ନା ଅଣ୍ଡିରା? କିଛି ତ ଥିବ ନା ତୋର ଆଗରେ? ତଥାପି ବୁଝିପାରୁ ନଥିଲା ପଲକ ଏଠି ମାଇ କି ଅଣ୍ଡିରା କଥା କୋଉଠୁ ଆସିଲା। ସେ ଏବେ କ'ଣ କହିବ କିଛି ବି ବୁଝି ପାରୁନଥିଲା ସେ। ଏହି ସମୟରେ ଜଣେ ଦିଦି, ଆରେ ତୁ ଜାଣିପାରୁନୁ ମିସ୍ କି ମିସେସ୍? ଏବେ ଯାଇ କରି ମୁଣ୍ଡରେ ପଶିଲା ପଲକର କ'ଣ କହିବାକୁ ଅଛି ତାକୁ। ଶେଷରେ ଧୀରେ ଧୀରେ କରି ମିସ୍ ପଲକ ମିଶ୍ର। ହସିକରି ସେମାନେ, ଏବେ ଯାଇ କରି ଠିକ୍ ଅଛି। ଆଉ କେବେଠାରୁ କଲେଜ ଆରମ୍ଭ? ପଲକ ଧୀର ଭାବରେ, କାଲିଠାରୁ। ଦିଦି, ଆଚ୍ଛା କାଲି କ'ଣ ଅଛି? ପଲକ, କାଲି ଫେୟାରୱେଲ୍ ପାର୍ଟି। ଦିଦି, ଫେୟାରୱେଲ୍ ପାର୍ଟିର ନାମ ଶୁଣି ବହୁତ ଜୋର ହସି ଚାଲିଥିଲେ 3 ଜଣ। ସେହି ହସିବା ଭିତରେ ଜଣେ, ଆମକୁ 2 ବର୍ଷ ହେଇଗଲାଣି ଫେୟାରୱେଲ୍ ପାର୍ଟି ମିଳିନାହିଁ, ଆଉ ତମେ ଆସୁ ଆସୁ ଫେୟାରୱେଲ୍ ପାର୍ଟି? ଏମିତି କେମିତି ହେଇପାରିବ? କ'ଣ ଭାବିଲ ତମ ଫେୟାରୱେଲ୍ ପାର୍ଟି ମିଳିଗଲେ କ'ଣ ରାଗିଙ୍ଗ ବନ୍ଦ? କଦାପି ହେଇନଥିବ। ଆଉ ତୋତେ କିଏ କହିଲା କାଲି ଫେୟାରୱେଲ୍ ପାର୍ଟି ଅଛି? ପଲକ ବି ଜାଣିନଥିଲା କିଛି। ଶୁଣିଥିଲା କିଛି ତ ଅଛି, ଆଉ ସେ ତାକୁ ଭାବି ଦେଇଛି ଫେୟାରୱେଲ୍ ପାର୍ଟି, ଯାହାର ଅର୍ଥ ବି ଠିକ୍ ସେ ବୁଝିନାହିଁ କି ଜାଣିନାହିଁ। ଜାଣିନାହିଁ ବି ସେ ପାର୍ଟିରେ କ'ଣ ହୁଏ। ଏହି ସବୁ ଥଟ୍ଟା ମଜା ଶୁଣିକରି ଆସି ଯାଇଥିଲା ତାର ଆଖିରେ ଲୁହ। ସେପଟରେ ବାପା ମାଆଙ୍କୁ ଛାଡ଼ିବାର କଷ୍ଟକୁ, ଏପଟରେ ହଷ୍ଟେଲରେ ପାଦ ଦେଇନାହିଁ ରାଗିଂ ଅତ୍ୟାଚାର, ଯାହାକୁ ସହ୍ୟ କରି ପାରୁନଥିଲା ସେ। ବାପା ବାହାରେ ବସିଛନ୍ତି ଆଉ ତା ସହ ଏମିତି ବ୍ୟବହାର। ଆଉ ତାଙ୍କ ଯିବା ପରେ କ'ଣ ହେବ ତାର ଅବସ୍ଥା। ସେହି ସବୁକୁ ଭାବିକରି ମନ ଦୁଃଖରେ ଆଖିରୁ ଝରି ପଡ଼ିଲା ଗୋଟିଏ ବୁନ୍ଦା ଲୁହ। ଏହି ସମୟରେ ଜଣେ ଦିଦି, କାଲି ଫେୟାରୱେଲ୍ ପାର୍ଟି ନୁହେଁ, ଏରିଏଷ୍ଟେସନ ଡେ। ଫେୟାରୱେଲ୍ ପାର୍ଟି ନୁହେଁ, ଓରିଏଣ୍ଟେସନ ଡେ। ଛଳ ଛଳ ଲୁହଭରା ଆଖି ଦେଖି କରି ତାଙ୍କ ଭିତରେ ଜଣେ ଦିଦି ଆଉ ଜଣଙ୍କୁ, ଏଇ ଦେଖ ତାକୁ କିଛି କୁହ ନାହିଁ, କାନ୍ଦିଲାଣି ସେ, ରହିଯାଅ ଏବେ। ସମସ୍ତେ ଚୁପ୍ ହେଇଯାଇ ଲାଗି ପଡ଼ିଲେ ଖାଇବା ପାଇଁ। ଅଳ୍ପ କିଛି ଖାଇଦେଇ ଉଠି ପଡ଼ିଥିଲା ପଲକ। ନିଜ ଲୁହକୁ ପୋଛି କରି ଚାଲି ଯାଇଥିଲା ଆକାଶଙ୍କ ପାଖକୁ। ଆଉ ଆକାଶ ମଧ୍ୟ ସବୁ କାମ ସମାପ୍ତ କରି ବିଦାୟ ଦେଇଥିଲେ ପଲକକୁ। ଦୁହିଁଙ୍କ ଆଖିରେ ବିଚ୍ଛେଦର କଷ୍ଟ ଥିଲେ ବି ଉଭୟ ଉଭୟଙ୍କୁ ଲୁଚାଇ ଚାଲିଥିଲେ ସେହି ସମୟରେ। ଉପନ୍ୟାସ ଯଦି ଭଲ ଲାଗୁଛି ତାହେଲେ ଫଲୋ, ସବସ୍କ୍ରାଇବ୍, ଲାଇକ୍, ସେୟାର କରନ୍ତୁ।